ବନ୍ଧୁତା ରାମେଶ୍ୱର ଗ୍ରାମରେ ମୁକ୍ତିକାନ୍ତି ନାମରେ ଜଣେ ଜମିଦାର ଥିଲେ। ସେ ଦୟାଳୁ ଓ ଶାନ୍ତି ସ୍ୱଭାବର ମଣିଷ। ଜମିଦାର ନିଜର ଏକମାତ୍ର ପୁତ୍ର ପ୍ରିୟବ୍ରତର କାର୍ଯ୍ୟକଳାପରେ ଆଦୌ ସନ୍ତୁଷ୍ଟ ନଥିଲେ। ସାଙ୍ଗସାଥୀଙ୍କ ସହିତ ଖିଆପିଆ ବୁଲାବୁଲିରେ ପ୍ରିୟବ୍ରତର ପୁରା ଦିନ ବିତି ଯାଉଥିଲା। ଅନେକ ସମୟରେ ପ୍ରିୟବ୍ରତ ବନ୍ଧୁ ଘରେ ରାତ୍ରି ଯାପନ କରୁଥିଲା। ବନ୍ଧୁମାନଙ୍କୁ ଘଡ଼ିଏ ଦିନେ ନ ଦେଖିଲେ ପାଗଳଙ୍କ ପରି ଆଚରଣ କରୁଥିଲା। ଘର ଖାଦ୍ୟ ତାକୁ ଆଗ ପରି ଆଉ ରୁଚୁ ନଥିଲା। ମୌଜ ମଜଲିସରେ ଦିନ କାଟିବା ଧୀରେ ଧୀରେ ପ୍ରିୟବ୍ରତ ଆବ୍ରତର ଅଭ୍ୟାସରେ ପରିଣତ ହୋଇଗଲା। ସେ ଦିନକ ପାଇଁ ଘର ଦାୟିତ୍ୱ ନେଉ ନଥିଲା କି ନିଜ ପିତାଙ୍କୁ ତାଙ୍କ କାମରେ କେବେ ସାହାଯ୍ୟ ସହଯୋଗ କରୁନଥିଲା। ପ୍ରିୟବ୍ରତ ସମୟର ମହତ୍ୱ ବୁଝୁ ନଥିବାରୁ ଉଭୟ ପିତାମାତା ଚିନ୍ତିତ ରହୁଥିଲେ। ଅନେକ ପ୍ରକାର ବୁଝେଇଲା ପରେ ବି ତାର ସ୍ୱଭାବରେ ସାମାନ୍ୟ ବି ପରିବର୍ତ୍ତନ ହେଉନଥାଏ। ଦିନେ ଜମିଦାର ଏ ବାବଦରେ ଜଣେ ସନ୍ତଙ୍କ ଠାରୁ ପରାମର୍ଶ ନେଲେ। ସବୁ କଥା ଶୁଣି ସନ୍ତ କହିଲେ, ଦିନେ ପ୍ରିୟବ୍ରତକୁ ମୋ ପାଖକୁ ପଠାନ୍ତୁ, ମୁଁ ଏହାର ସମାଧାନର ବାଟ କାଢ଼ିବି। ପିତାଙ୍କ ଆଦେଶ ପାଇଁ ପ୍ରିୟବ୍ରତ ଦିନେ ସନ୍ଥଙ୍କ ନିକଟରେ ପହଞ୍ଚିଲା। ପ୍ରିୟବ୍ରତ ସନ୍ଥଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲା। ସନ୍ଥ ପ୍ରିୟବ୍ରତକୁ ନିଜ କୁଟୀର ପଛପଟକୁ ଡାକି ନେଇ ତିନୋଟି ଅନାବନା ଗଛକୁ ଦେଖାଇଲେ। ଗୋଟିଏ ଛୋଟ, ଆଉ ଗୋଟିଏ ତାଠାରୁ ଟିକେ ବଡ଼, ଆଉ ଅନ୍ୟଟି ଆଉ ଟିକେ ବଡ଼। ସନ୍ଥ କହିଲେ, ଏବେ ମୋତେ ତୁମେ ତିନିଟି ଯାକ ଗଛ ଉପାଡ଼ିକି ଦିଅ। ପ୍ରିୟବ୍ରତ ସଙ୍ଗେ ସଙ୍ଗେ ଛୋଟ ଗଛଟିକୁ ଉପାଡ଼ି ଦେଲା। ଦ୍ୱିତୀୟ ଗଛଟିକୁ ସାମାନ୍ୟ ବଳ ପ୍ରୟୋଗ କରିବାକୁ ପଡ଼ିଲା, ହେଲେ ବଡ଼ ଗଛଟିକୁ ଆଦୌ ଉପାଡ଼ି ପାରିଲା ନାହିଁ। ସନ୍ଥ କହିଲେ, ଶେଷ ଗଛଟିକୁ ଉପାଡ଼ି ପାରିଲିନି, କାରଣ ମାଟି ଓ ଗଛର ବନ୍ଧୁତା ତୁମ ବଳଠାରୁ ଅଧିକ ଶକ୍ତ ଥିଲା। ମଣିଷ ସମାଜରେ ବି ବନ୍ଧୁତାର ଦୃଢ଼ତା ଅବିକଳ। ମାଟି ଓ ଗଛ ପରିକ ଜୀବନରେ ବନ୍ଧୁତାର ଆବଶ୍ୟକତା ତ ରହିଛି, ହେଲେ ବନ୍ଧୁତା ଆଢ଼ୁଆଳରେ ନିଜ କର୍ତ୍ତବ୍ୟକୁ ଏଡ଼ାଇ ଦେବା ଆଦୌ ଗ୍ରହଣୀୟ ନୁହେଁ। ସୁଗୁଣରେ ପରିପୂର୍ଣ୍ଣ ବନ୍ଧୁଟି ଜୀବନର ମାର୍ଗକୁ ପ୍ରଶସ୍ତ କରେ, ଆଉ ଦୁଷ୍ଟ ପ୍ରକୃତିର ବନ୍ଧୁ ଜୀବନକୁ ନର୍କରେ ପରିଣତ କରିଦିଏ। ସମୟକ୍ରମେ ଦୁଷ୍ଟ ପ୍ରକୃତିର ବନ୍ଧୁଠାରୁ ହାତ ଛଡ଼ାଇବା କାଠିକର ପାଠ। ଏଣୁ ଗୁଣ ପରଖ ବନ୍ଧୁତ୍ୱ ଗଢ଼ିବା ନିହାତି ଜରୁରୀ। ପ୍ରିୟବ୍ରତ ନିଜ ଭୁଲ ସ୍ୱୀକାର କରି ସନ୍ଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ। ଧୀରେ ଧୀରେ ପୁରୁଣା ସାଙ୍ଗସାଥୀଙ୍କ ଠାରୁ ଦୂରେଇ ଉଭୟ ଗୃହକାର୍ଯ୍ୟ ଓ ପିତାଙ୍କର ଦାୟିତ୍ୱ ନିଜ କାନ୍ଧକୁ ଚକୁ ନେବାକୁ ଲାଗିଲେ। ଜମିଦାର ମୁକ୍ତିକାନ୍ତ ପୁତ୍ରର ମନ ପରିବର୍ତ୍ତନ ହୋଇଥିବାରୁ ସନ୍ଥଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କଲେ।